ଜୁମି ଓ ପରୀ ମୋହିନୀର କାହାଣୀ। ପୂର୍ବ କାହାଣୀରେ ଜୁମି ଆଉ ପରୀ ମୋହିନୀର ବନ୍ଧୁତା ହେଲା ପରେ ଏକ ଦିନ ଜୁମି ତାର ସୁନ୍ଦର ବଗିଚାରେ ଖୁସିରେ ବୁଲୁଥିଲା। ହଠାତ୍ ପାଗ ଖରାପ ହେଲା। ଆକାଶରେ କଳାହାଣ୍ଡିଆ ବାଦଲ ଦେଖାଗଲା ଏବଂ ବହୁତ ଜୋରରେ ପବନ ବହିବାକୁ ଲାଗିଲା। କିଛି ସମୟ ମଧ୍ୟରେ ବର୍ଷା ହେବା ଆରମ୍ଭ ହେଲା। ଜୁମିର ସୁନ୍ଦର ବଗିଚା, ଯେଉଁଥିରେ ସେ ବହୁତ ପରିଶ୍ରମରେ ଗଛ ଲଗାଇଥିଲା, ତାହା ନଷ୍ଟ ହେବାରେ ଲାଗିଲା। ଗଛଗୁଡ଼ିକ ଜୋରରେ ହଲୁଥିଲା ଏବଂ ଜୋର ବର୍ଷା ଲାଗି ମାଟି ଧୋଇ ହୋଇଯାଉଥିଲା। ଜୁମି ବୁଝି ପାରୁନଥିଲା ସେ କ'ଣ କରିବ। ସେତେବେଳେ ସେ ମନେ ପକାଇଲା ଯେ ସେ ପରୀ ମୋହିନୀଙ୍କୁ ଡାକିପାରିବ। ସେ ତାର ଆଖି ବନ୍ଦ କରି ମୋହିନୀଙ୍କୁ ଡାକିଲା। କିଛି ସମୟ ମଧ୍ୟରେ ଏକ ସୁନେଲି ପ୍ରକାଶ ସହିତ ପରୀ ମୋହିନୀ ଆସିଗଲେ। ମୋହିନୀ ଜୁମିର ସମସ୍ୟାକୁ ବୁଝିଲେ ଏବଂ ତାଙ୍କ ଯାଦୁଇ ବାଡ଼ିକୁ ବୁଲାଇଲେ। ପବନ ଶାନ୍ତ ହୋଇଗଲା, ବର୍ଷା ଧୀରେ ଧୀରେ କମିଗଲା ଏବଂ ଜୁମିର ବଗିଚା ପୁଣି ସୁରକ୍ଷିତ ହୋଇଗଲା। ଗଛପତ୍ର ଏବଂ ଫୁଲଗୁଡ଼ିକ ଆହୁରି ସୁନ୍ଦର ଦେଖାଯାଉଥିଲେ, ଯେପରି ଜମା ଝଡ଼ ହୋଇନଥିଲା। ମୋହିନୀ ହସି ଜୁମିକୁ କହିଲେ, ତୁମକୁ ଯେତେବେଳେ ମୋର ଆବଶ୍ୟକ ପଡ଼ିବ ସେତେବେଳେ ତୁମେ ମୋତେ ମନେ ପକାଇବ। ମୁଁ ସବୁବେଳେ ତୁମ ସାଥିରେ ଅଛି ଆଉ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛି। ତୁମେ ଖାଲି ଆଖି ବନ୍ଦ କରି ମୋତେ ମନେ ପକାଇବ, ମୁଁ ଆସିଯିବି। ଜୁମି ମୋହିନୀକୁ ଧନ୍ୟବାଦ ଦେଲା ଏବଂ ତାର ବଗିଚାରେ ପୁଣି ଥରେ ଖୁସିରେ ବୁଲିଲା। ନୂଆ ନୂଆ ଗପ ଏବଂ ଭିଡ଼ିଓ ଦେଖିବା ପାଇଁ ଦୟାକରି ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ।